ଏବେ ଯେ କହୁଛନ୍ତି ପିଲାମାନେ ବାହାରି ଯାଇଛନ୍ତି ଦାଦନ କଟିବାକୁ ଆଇଲେ ତାଙ୍କ ନାଁରେ ବି ମିଛ କେସ୍ ଦେଇକି ତାଙ୍କୁ ବି ଟାଣିବୁ ଥାନାକୁ କୋର୍ଟକୁ ହେଲେ ଆଜ୍ଞା ଆମେ କୋର୍ଟକୁ କେତେ ଆଣିବୁ ଯେ ବେଲ୍ ହବୁ ଥାନାକୁ ଯିବୁ କୋର୍ଟକୁ ଯିବୁ କେତେ ଆମେ ଘୋଷାରି ହବୁ ହେଲା ଘୋଷା ମାନେ ଆମେ ଆଉ ହଇରାଣ ହରକତ ହେଇଗଲାଣୁ ଆମେ ଆଉ ବଞ୍ଚିବାକୁ ଚାହୁଁନୁ ମାନେ ଆମ କଥା ବୁଝିବେ ହେଲେ ବୁଝିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଦି ନ ବୁଝିବେ ନ ଶୁଣିବେ ଶେଷକୁ ଆତ୍ମହତ୍ୟା କରିବୁ ଆମ ପରିବାର ମୋ ନାଁ ବିଜ୍ଞାନୀ ପଣ୍ଡା ଆମର ବାଣପୁର ଥାନା ଗ୍ରାମ କୁମ୍ଭକାର ଢିଅ ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଆଗରୁ 7 ବର୍ଷ 2013ରୁ 19 ପର୍ଯ୍ୟନ୍ତ ଆମକୁ ଏକହରିଆ କରିଥିଲେ ଥାନାକୁ ଯାଇକି 2019ରେ ମିଶେଇଥିଲୁ ଆଉ ପିଲା ଛୁଆ ମାଡ଼ ଗୋଡ଼ରେ ମାନେ ମୋ ସ୍ୱାମୀ ଟିକେ ସାଧା ସିଧା ସରଳିଆ ତ ଏମିତିକା ସେ ପାୱାରଫୁଲ୍ ଲୋକ ପଙ୍କଜ ପ୍ରଧାନ ସେଥିପାଇଁ ଆମକୁ ବାରମ୍ବାର ଏମିତି ଏକହରିଆ କରିକି ଦୀର୍ଘ ଦିନ ହେଲା ହଇରାଣ କରୁଛି ଆମେ ଏବେ 2024ରୁ ଜୁଲାଇ ମାସରୁ ଆମକୁ ଏକହରିଆ କରିକି ହଇରାଣ ହରକତ କରିବାରୁ ବାଣପୁର ପୋଲିସକି ଯାଇକି ଇଏ କଲୁ ରିପୋର୍ଟ ଦେବାରୁ ସିଏ କହିଲେ ନାଇଁ ମୋ ମିଛ କଥା ମୁଁ କହିଲି ମିଛ କଥା ଏମିତି କହିକି ମୋତେ ମାନେ ତୋର ରିପୋର୍ଟ ରଖିବିନି ଏମିତି ସେମିତି ଇଆଡ଼ୁ ସିଆଡ଼ୁ ମାନେ ଖରାପ ବ୍ୟବହାର କଲେ କହିଲାରୁ ମୁଁ ଆସିଲି ହେରି ଆସିକି ବାଲୁଗାଁ ଏସ୍ଟିପିଓକୁ ଜଣେଇଲି ଏସ୍ଟିପିଓ ଫୋନ୍ କରି କହିବାରୁ ସିଏ କ'ଣ କଲେ ଏତଲା ତ ରଖିଲେ ରିପୋର୍ଟ ରଖିକିରି ମାନେ ଆଉ କେସ୍ କଲେନି କି କିଛି କଲେନି ତାକୁ ରଖିଦେଲେ ଗାଁ ଲୋକକୁ କହିଲେ ମାନେ ଫୋନ୍ କରିକି ଗାଁ ଲୋକ ତ ଯାଇଥିଲେ ଥାନାକୁ ତାଙ୍କୁ କହିଲେ ତମେ ରିପୋର୍ଟ ଦିଅ କାଉଣ୍ଟର କେସ୍ ହେବ ଗାଁ ଲୋକ ରିପୋର୍ଟ ଦେଲେ ତାଙ୍କର କାଉଣ୍ଟର କେସ୍ ହେଲା ପରେ ମୁଁ କାଗଜ ଦେଲା କ'ଣ ତଦନ୍ତ କରୁଛନ୍ତି ଗାଁ ଲୋକ କେସ୍ ଦେଲେ ତଦନ୍ତ କରୁନାହାନ୍ତି ହେଲା ସିଧା କୋର୍ଟକୁ ପଠାଇ ଦେଉଛନ୍ତି ତାଙ୍କ ମାନେ ଗାଁ ଲୋକ ଯଦି ଏତଲା ଦେଲେ ସେ କୋର୍ଟକୁ ପଠାଇ ଦେଉଛନ୍ତି ମୁଁ ଯଦି କାଗଜ ଦେବି ସିଏ ମାନେ ତଦନ୍ତ କରୁଛନ୍ତି ସିଏ ଗାଣ୍ଡି ତଳେ ପକାଇ ଦେଉଛନ୍ତି କିଛି କରୁନାହାନ୍ତି ବାରମ୍ବାର ଜଣେଇଲୁ ସେ ମାନେ ଖରାପ ବ୍ୟବହାର କହିଲେ କିଛି କଲେନି କି ବୁଝିଲେନି ବାଲୁଗାଁ ଏସ୍ଟିପିଓକୁ ଜଣେଇଲୁ ଏସ୍ପି କି ଖୋର୍ଦ୍ଧା ଯାଇକି ଜଣେଇଥିଲୁ ଆଗରୁ ସାଗରିକା ମ୍ୟାଡ଼ାମ୍ ଥିଲେ ତାଙ୍କ ଆଗରୁ ଜଣେଇଥିଲୁ ସାଗରିକା ମ୍ୟାଡ଼ାମ୍କୁ ଜଣେଇଥିଲୁ ଏଠି ଏବେ ଯାଇକି ବି ଏବେ ଏସ୍ପି ଆସିଛନ୍ତି ତାଙ୍କୁ ଜଣେଇଛୁ ଡିଜିକି ଜଣେଇଛୁ କଟକ ଆଉ ମୁଖ୍ୟମନ୍ତ୍ରୀ ତାକୁ ତ ସିଏମ ସାର୍ଙ୍କ ପାଖକୁ କାନକୁ ଯାଉନି କଥା ବାରମ୍ବାର ଗ୍ରୀଭାନ୍ସରେ ଦେଇଛୁ ସିଏମ ସାର୍ଙ୍କୁ ବାରମ୍ବାର ଚିଠି ପଠେଇଛୁ ମାନେ ବହୁତ ଥର ସମସ୍ତଙ୍କୁ ଜଣେଇଛୁ କେହି ଶୁଣୁନାହାନ୍ତି ବାଣପୁର ଆଇଏସି ମାନେ ଗାଁ ଲୋକକୁ ବତେଇଲା ବାଡ଼ିଆ ମାରା କଲେ ଆମେ ଯାଇକି ମୋ ବାପ ଘର ଗାଁରେ ମୁଁ ଏବେ ରହୁଛି ଏଇଠି ରହୁନି ମୋ ଶାଶୁଘର ଗାଁରେ ବାଣପୁରରେ ମାନେ କୁମ୍ଭକାର ଢିଅରେ ହେଲା ଆଇଏସି ଗାଁ ଲୋକକୁ ଧରିକି ବାଡ଼ିଆ ମାରା 3-4 ଥର କଲେଣି ମାନେ 112କୁ ଫୋନ୍ କରିକି ଆମେ ଉଦ୍ଧାର ହେଇକି ଗଲୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ ଏବେ ବର୍ତ୍ତମାନ ମୋ ଘରେ ପଶିକି ମାନେ ଟଙ୍କା କିଛି ସୁନା ଜିନିଷ ଟଙ୍କା 50,000 ଆହୁରି ମାନେ ମୋବାଇଲ ଯୋଡ଼େ ଟର୍ଚ୍ଚଟେ ହାତରୁ ଗୋଟେ ଛଡ଼େଇକି ନେଇଛନ୍ତି ଘରୁ 2ଟା ଚୋରେଇକି ନେଇଛନ୍ତି ତାଲା ଭାଙ୍ଗିକି 2-3 ଥର ଚୋରେଇକି ନେଲେଣି ନେଇକି ବାଣପୁର ପୋଲିସ ଗାଁ ଲୋକକୁ କହୁଛନ୍ତି ତାଙ୍କ ନାଁରେ କେସ୍ ଦିଅ ମିଛ କେସ୍ ମାନେ ମୋ ସ୍ୱାମୀ ନାଁରେ ମୋ ନାଁରେ ଦେଇକି ଥରେ ବେଲ୍ ହୋଇଛୁ ଏବେ ସେ ଟାଇମ୍ ପିଟିସନ୍ ନେଇଛୁ 7ଟା କେସ୍ ଆମ ନାଁରେ ହେଇଛି ଆଜ୍ଞା ଆମେ କ'ଣ କରିଛୁ ଗାଁଟେ ଲୋକ ସିଏ ଆମେ ଏକୁଟିଆ ମୋ ସ୍ୱାମୀ ସରଳ ବୋଲି କ'ଣ ଆମର ଅଧିକାର ନାହିଁ ବଞ୍ଚିବାର ଆମକୁ ବାରମ୍ବାର ମିଛ କେସ୍ ଦେଇକି ଆମକୁ ହଇରାଣ ହରକତ କରୁଛନ୍ତି ଏବେ ଯେ ବାରମ୍ବାର ସମସ୍ତଙ୍କୁ ଜଣେଇଛୁ ସବୁ ପ୍ରଶାସନିକ ମାନେ ଏସ୍ପି କି ଏସ୍ଟିପିଓକୁ ଡିଜି କି ସମସ୍ତଙ୍କୁ ଜଣେଇଛୁ ମୁଖ୍ୟମନ୍ତ୍ରୀ ସାର୍ଙ୍କୁ ଏଠିକି ଆସିଲେ ତ ଆମକୁ ଭିଡ଼ିକି ନେଇଯାଉଛନ୍ତି ମାନେ ତାଙ୍କ ପାଖକୁ ହିଁ ଛାଡ଼ୁନାହାନ୍ତି ସିଏମ କାନକୁ ଯାଇଛି କି ନାହିଁ କଥା ଆମେ ଜାଣିନୁ କିନ୍ତୁ ଏମିତି ବାରମ୍ବାର ଆମେ ଆସୁଛୁ ବାରମ୍ବାର ଜଣାଉଛୁ ଆମ କଥା କେହି ଶୁଣୁନାହାନ୍ତି ଏବେ ଯେ କହୁଛନ୍ତି ତାଙ୍କ ପିଲାମାନେ ବାହାରି ଯାଇଛନ୍ତି ଦାଦନ କଟିବାକୁ ଆଇଲେ ତାଙ୍କ ନାଁରେ ବି ମିଛ କେସ୍ ଦେଇକି ତାଙ୍କୁ ବି ଟାଣିବୁ ଥାନାକୁ କୋର୍ଟକୁ ହେଲେ ଆଜ୍ଞା ଆମେ କୋର୍ଟକୁ କେତେ ଆଣିବୁ ଯେ ବେଲ୍ ହବୁ ଥାନାକୁ ଯିବୁ କୋର୍ଟକୁ ଯିବୁ କେତେ ଆମେ ଘୋଷାରି ହବୁ ହେଲା ମାନେ ଆମେ ଆଉ ହଇରାଣ ହରକତ ହେଇଗଲାଣୁ ଆମେ ଆଉ ବଞ୍ଚିବାକୁ ଚାହୁଁନୁ ମାନେ ଆମ କଥା ବୁଝିବେ ହେଲେ ବୁଝିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଦି ନ ବୁଝିବେ ନ ଶୁଣିବେ ଶେଷକୁ ଆତ୍ମହତ୍ୟା କରିବୁ ଆମ ପରିବାର ହେଲା ମୁଁ ଜାଣିନି ସାର୍ ସିଏ ରାଜନୀତିଆ ଲୋକ ମାନେ ବିଜେପି ଦଳର କି ଏଟା ବିଜେଡ଼ିର ମୁଁ ଜାଣିନି କିନ୍ତୁ ରାଜନୀତିଆ ଲୋକଙ୍କୁ ଧରିକି କହିଲେ ଆମର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଆଉ ତମ କଥା ଆମେ ବୁଝିବୁନୁ ଶୁଣିବୁନୁ ଆଇଏସି କହୁଛନ୍ତି ବାଣପୁର ଆଇଏସି ହଁ ଆମେ ଭୋଟ ଦେଇକି ସରକାର କଲୁ ହେଲା ଆମେ ଭୋଟ ଦେଇକି ବଡ଼ ଭୁଲ କରିଛୁ ହେଲେ ଭୋଟ ଦେଲୁ ସିଏ ମୋ ଆଇନ ମନ୍ତ୍ରୀ ହେଲେ ଆମର ହେଲେ ତାଙ୍କର ହେଲେ ଆଇନ ମନ୍ତ୍ରୀ ପୁଣି ଆଇଏସି କି କହୁଛନ୍ତି ତମେ ତାଙ୍କ କଥା ବୁଝନି କି ଶୁଣନି ହେଲେ ଆମେ କାହାକୁ କହିବୁ ତମେ ଯଦି ଆମ କଥା ବୁଝିବନି ଶୁଣିବନି ଆମର ସରକାର ଆମେ ଭୋଟ ଦେଇକି ସରକାର କରିଛୁ
ଭୋଟ ଦେଇକି କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାନକୁ କଥା ଯାଇଛି କି ନାହିଁ ସେ ଶୁଣିଛନ୍ତି କି ନାହିଁ ମୁଁ କହିପାରିବିନି କିନ୍ତୁ ଯଦି ଜାଣିଛନ୍ତି କରୁନାହାନ୍ତି ସେ ଆମେ ଭୋଟ ଦେଇକି ଭୁଲ କରିଛୁ ହେଲା ହେଲା କହିଲି ପରା ମୋ ସ୍ୱାମୀ କି ଏବେ ଆମେ ମାନେ ବେଲ୍ ହେଉଛୁ ତୁ ମାନେ 7 ଥର ଆମକୁ କେସ୍ ଦେଇଛନ୍ତି ଗାଁ ଲୋକ 7ଟା କେସ୍ ଏବେ ଗୋଟେ ବେଲ୍ ହେଇଛୁ ଆଉ ଟାଇମ୍ ପିଟିସନ୍ ନେଇଛୁ ବେଲ୍ ହେବୁ ଆହୁରି ଗୋଟେ ନୋଟିସ୍ ଆସୁଛି ଆମେ କେତେ ଏମିତି କୋର୍ଟକୁ ଯିବୁ ଏମିତି ମାନେ ନୋଟିସ୍ ହେବୁ ଆମକୁ ମାନେ ଆମ ନାଁରେ ୱାରଣ୍ଟ ବୁଲୁଛି ଆମେ କ'ଣ କରିଛୁ ମଣିଷ ମାରିଛୁ ନା ଚୋରି କରିଛୁ ନା କ'ଣ କରିଛୁ ସାଧାରଣ ଲୋକ ସରଳ ଲୋକ ବୋଲି ବଞ୍ଚିବାର ଅଧିକାର ନାହିଁ ଆମର ଆଜି ଆସୁଛୁ କାହାକୁ ଦେଖା କରୁନୁ ସକାଳୁ ବସିଛୁ ଏମିତି 3-4 ଥର ଆସିଲାଣୁ ଆମକୁ ନ୍ୟାୟ ମିଳିଲା ପର୍ଯ୍ୟନ୍ତ ବସିବୁ ଯଦି ଆମକୁ ନ୍ୟାୟ ନ ମିଳିଲା ଏମିତି ବାରମ୍ବାର ଆମେ ଆଉ ଦୌଡ଼ିବାକୁ ବଳ ନାହିଁ କି କେସ୍ କାହାକୁ ବଳ ନାହିଁ ମୁଁ ଚାହୁଁଛି ମୋର ମାନେ ଚୋରେଇକି ନେଇଛନ୍ତି ମୋର ମାନେ ଗୋଡ଼ିବାଲି ଫୋପାଡ଼ିଛନ୍ତି ମୋର କ୍ଷତିପୂରଣ ଦରକାର ମୋତେ ଦାଣ୍ଡ ମଝିରେ ପଙ୍କଜ ପ୍ରଧାନ ତା ପୁଅ ସନ୍ତୋଷ ଜେନା ସମ୍ପାଦକ ଶଙ୍କର ପଣ୍ଡା ତା ପୁଅ ନା ଗୋଟେ କ'ଣ ତାଙ୍କ ବୋପା ପୁଅ ମାନେ ମୋତେ ଦାଣ୍ଡ ମଝିରେ ଚୁଟି କେତେକି 4 ଥର ଦାଣ୍ଡ ମଝିରେ ବାଡ଼ିଛନ୍ତି ମୁଁ ସେ ଗାଁର ଗୋଟେ ବୋହୂ ମୁଁ ଗୋଟେ ମହିଳା ମୋର ଅଧିକାର ନାହିଁ କି ମୋର ସମ୍ମାନ ନାହିଁ କି ମୋର ସମ୍ମାନ ଦରକାର ମୋତେ ନ୍ୟାୟ ଦରକାର ମୋତେ କ୍ଷତିପୂରଣ ଦରକାର ହେଲା ମୋତେ 4 ଥର ବାଡ଼େଇଛନ୍ତି ମୁଁ ମଲାରୁ ବଞ୍ଚିଛି ମେଡ଼ିକାଲ ରିପୋର୍ଟ ରଖିଛି ମେଡ଼ିକାଲରେ ପଡ଼ିକି ମୁଁ ଏବେ ଭଲ ହେଇକି ଆସିଛି ହେଲା ମୋ ଘରୁ ଚୋରେଇକି ନେଇଛନ୍ତି ନହେଲେ ମୁଁ ଆତ୍ମହତ୍ୟା କରିବି ଆମ ପରିବାର ଆତ୍ମହତ୍ୟା କରିବୁ ସେଥିପାଇଁ ଏମାନେ ସବୁ ଦାୟୀ ହେବେ ଏଇ ମୁଖ୍ୟମନ୍ତ୍ରୀ ଦ୍ୱାରା ଆତ୍ମହତ୍ୟା କରିବୁ ହେଲା ଶେଷ ନିଷ୍ପତ୍ତି ମୋର